ଜହଡହ ଖରାରେ ସିଝୁଛି ମେଣ୍ଟାଇଥାନ୍ତି ଦୋକାନୀ। ଯେ ବ୍ଲକ ଛକରେ ମୋର ଦୋକାନ ଅଛି, ସେଥିପାଇଁ ମୁଁ ଚିନ୍ତା କଲି ବହୁତ ଗରମ ଗୁଳୁଗୁଳିର ଲୋକମାନେ ଆସୁଛନ୍ତି ବ୍ଲକକୁ, ବହୁତ ଲୋକ ଆଧାର କେନ୍ଦ୍ର ବି ଚାଲିଛି, ଲୋକ ବହୁତ ଗାଁ ଗଣ୍ଡାରୁ ଆସୁଛନ୍ତି, ସେମାନେ ପାଣି ଟିକେ ପାଉନାହାନ୍ତି। ସେଥିପାଇଁ ମୁଁ ଚିନ୍ତା କଲି ଯେ ଦହି ସରବତ ଆଗେ ପ୍ରଥମ ଆରମ୍ଭ କଲି, ତାପରେ ପାଣି ଯୋଗାଇବି। ମାନେ ପ୍ରାୟ ଡେଲି ହଜାର ହଜାର ଲୋକ ଆସୁଛନ୍ତି ବ୍ଲକକୁ, ସେଥିପାଇଁ ପାଣି ମାନେ ଏତେ ପାଉନାହାନ୍ତି। ସେଥିପାଇଁ ମୁଁ ଟିକେ ସେଇ ଲାଇନ୍ର ଚିନ୍ତା କଲି ଯେ ଆଗେ ପ୍ରଥମେ ଦହି ସରବତ କଲି, ତାପରେ ଚାଲି ହେଉଛି ପାଣି। ଯେତେ ଦିନ ପର୍ଯ୍ୟନ୍ତ ଗୁଳୁଗୁଳି ରହିବ ସେଦିନ ପର୍ଯ୍ୟନ୍ତ ଚାଲିବ। ଲୋକ ଆସିକି ପିଉଛନ୍ତି, ସମସ୍ତେ ପିଉଛନ୍ତି, ବହୁତ ଲୋକ। ଆପଣ କେତେ ଖୁସି ଅଛନ୍ତି? ବହୁତ ଖୁସି, ବହୁତ ଖୁସି। ତେବେ ଗ୍ରୀଷ୍ମ ବୋଲି ସେ କହିଛନ୍ତି। ଦେଖିଲି ଆମର ବାବୁ ଜଣେ ଛୋଟ ଚାହା ଦୋକାନ ଏବଂ ପାନ ଦୋକାନ କରିଛନ୍ତି। ସେ ଦୋକାନ ସାମ୍ନାରେ ବହୁତ ଭିଡ଼ ରହିଛି। ମୁଁ ଦେଖିବାକୁ ପାଇଲି ଯେ ବହୁତ ଲୋକ ଦହି ସରବତ ପିଉଛନ୍ତି, ପାଣି ପିଉଛନ୍ତି। ଯାହା ହଉ ଯେ ଲୋକମାନେ ଯେ ଖରାରେ ଆସିକି ପଞ୍ଚାୟତ ଅଫିସର ବସିଥିଲେ, ପାଣି ଟିକେ ପାଉନଥିଲେ, ପାଖାପାଖି ବି ସୁବିଧା ସେମିତି କିଛି ନାହିଁ, ଭିତରେ ଅଛି ବାହାରେ ନାହିଁ। ତେଣୁ ଆମର ସେ ବାବୁ ସେ କ'ଣ କରୁଛନ୍ତି ନା ସମସ୍ତଙ୍କୁ ଜଳ ଦାନ ଦେଉଛନ୍ତି ଏବଂ ଦହି ସରବତ ମଧ୍ୟ ବଣ୍ଟନ କରୁଛନ୍ତି। ଯାହା ହଉ ସ୍ୱେଚ୍ଛାସେବୀ ହିସାବରେ ସେ ଯେଉଁ ଲୋକମାନଙ୍କୁ ଆଜି ଦାନ କରିଛନ୍ତି ଦହି ସରବତ ପାଣି, ସେଥିରେ ଲୋକମାନେ ବହୁତ ସନ୍ତୁଷ୍ଟ ଯେ କି ତାଙ୍କ ଉପରେ ସମସ୍ତେ ବି ଆଶୀର୍ବାଦ ଦେଉଛନ୍ତି। ଯାହା ହଉ ଛୋଟ ଦୋକାନ କରିକି ମଧ୍ୟ ସିଏ ଆମମାନଙ୍କୁ ଦହି ସରବତ ଦାନ କରୁଛନ୍ତି। ମାନେ ରାସ୍ତାରୁ ଲୋକ ଯାଉଥିବା ସମୟରେ ବି ସିଏ ଗାଡ଼ି ଅଥଚ ସାଇକେଲର ଲୋକ ଯାଉଥିବା ସମୟରେ ବି ସେ ହାତ ଠାରି ଡାକିକି ଆଣିକି ପହଞ୍ଚାଉଛନ୍ତି, ଆଜ୍ଞା ଆସନ୍ତୁ ଟିକେ ଦହି ସରବତ ପିଇଯିବେ। କାହିଁକିନା ବହୁତ ଖରା ହେଉଛୁ, ମୁଣ୍ଡ ଘୁରୋଇବ, ଟିକେ ଦହି ସରବତ ଖାଇଲେ ଦେହର ଟିକେ ଏନର୍ଜି ବଢ଼ିବ। ସତରେ ତାଙ୍କର ଏହି ନିଆରା ଉଦ୍ୟମ ସାଧାରଣରେ ଚର୍ଚ୍ଚା ହୋଇଥିବା ବେଳେ ବ୍ଲକ କାର୍ଯ୍ୟାଳୟ ହେତୁ ବାଟରେ ଯାଉଥିବା ଲୋକେ ତାଙ୍କର ହାତ ତିଆରି ଦହି ସରବତ ଏବଂ ଥଣ୍ଡା ପାଣି ପିଇ ନିଜର ତୃଷ୍ଣାକୁ ମେଣ୍ଟାଉଥିବା ସାଧାରଣ ଲୋକେ କହିଛନ୍ତି। 11ଟା 11:30 ହେବ, ଘରୁ ବାହାରିକି ଆସିଲା ବେଳକୁ ବହୁତ ଜୋର ଖରା ହେଉଥିଲା ଏବଂ ଯାହା ମୋ ବ୍ଲକର ଲୋକମାନଙ୍କ କାମ ଥିବାରୁ ମୁଁ ଆସି ପହଞ୍ଚିଲା ବେଳକୁ ମୁଁ ଦେଖିଲି ଆମ ଏଇ ବ୍ଲକ ପରିସରରେ ଏକ ବାବୁ ଭାଇ ବୋଲି ଛୋଟ ପାନ ଦୋକାନ କରିଛନ୍ତି, ଯିଏ ବହୁତ ବର୍ଷ ହେଲା ପାନ ଦୋକାନ କରିଛନ୍ତି। କିନ୍ତୁ ଯାହା ହଉ ଆଜି ମୁଁ ହଠାତ୍ ଦେଖିଲା ବେଳକୁ ତାଙ୍କ ପାନ ଦୋକାନ ଗହଳି ଅଛି। ସେ ମଧ୍ୟ ମୋତେ ପଛରେ ଡାକିଲେ, ମୁଁ ବି ଯାଇକି ଦେଖିଲି କ'ଣ ପାଇଁ ଏତେ ଗହଳି ହେଇଛି। ଆଜି ତାଙ୍କର ନିଜ ପ୍ରୟାସରେ ନିଜ ଅର୍ଥରେ ଏଇ ଯେଉଁ ଲୋକମାନଙ୍କୁ ଦହି ସରବତ କରି ଦେଉଛନ୍ତି, ମୋତେ ବହୁତ ଖୁସି ଲାଗିଲା। ଆଉ ମୁଁ ମଧ୍ୟ ବି ସେଠି ତାଙ୍କ ଦହି ସରବତ ପିଇଥିଲି ଏବଂ ମୁଁ ବି ଯାଉ ଖରାରୁ ଆସିଲି, ମୋତେ ବହୁତ ଆରାମ ଲାଗିଥିଲା। ମୁଁ ବି ଆଶା କରୁଛି ଲୋକମାନେ ବି ବହୁତ ଆରାମ ପାଉଥିବେ। ଆଉ ଏଇଭଳି ଏଇ ଛୋଟ ଛୋଟ ପ୍ରୟାସ ଯୋଗୁଁ ଲୋକମାନେ ଏଇ ଖରାରେ ଯେଉଁ ଆସି ବ୍ଲକରେ ଯେଉଁ କାମ କରତେ ଆସୁଛନ୍ତି, ଖରା ତରାରେ ଆସିବା ତାଙ୍କୁ ବି ବହୁତ କଷ୍ଟ ଅନୁଭବ କରୁଥିବ। ଯାହା ହଉ ଏଇ ଯେଉଁ ଟିକେ ଯେଉଁ ତାଙ୍କର ଅର୍ଥରୁ ଯେଉଁ ଏଇ ପ୍ରୟାସ କରିଛନ୍ତି, ସେମାନେ ଏଇ ପାନୀୟ ଜଳ ପିଇକି ବହୁତ ଆନନ୍ଦିତ ହେଉଥିବେ ଏବଂ ଖରା ଦାଉରୁ ରକ୍ଷା ପାଉଥିବେ। ଗ୍ରୀଷ୍ମ ତାତି ନ କମିବା ଯାଏ ତାଙ୍କର ଏଭଳି ପ୍ରୟାସ ଜାରି ରହିବ ବୋଲି ସେ କହିଛନ୍ତି। ଦୀପକ ମିଶ୍ରଙ୍କ ରିପୋର୍ଟ, ମହାଭାରତ ଲାଇଭ୍।